जय बाबा केदार। जय बाबा केदार। जय बाबा केदार। दैवीय आभा द्वारा सुसज्जित ଏହି ପବିତ୍ର କାର୍ଯ୍ୟକ୍ରମରେ ଆମ ସହିତ ମଞ୍ଚ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଏହି ପୁଣ୍ୟ ପବିତ୍ର ଭୂମିରେ ପହଞ୍ଚିଥିବା ସମସ୍ତ ଶ୍ରଦ୍ଧାଳୁ, ଆପଣ ସମସ୍ତଙ୍କୁ ସମ୍ମାନପୂର୍ବକ ମୋର ନମସ୍କାର। ଆଜି ସମସ୍ତ ମଠ, ସମସ୍ତ 12ଟି ଯାକ ଜ୍ୟୋତିର୍ଲିଙ୍ଗ, ଅନେକ ଶିବାଳୟ, ଅନେକ ଶକ୍ତିପୀଠ, ଅନେକ ତୀର୍ଥକ୍ଷେତ୍ରରେ ଉପସ୍ଥିତ ଦେଶର ମାନ୍ୟଗଣ୍ୟ ମହାପୁରୁଷ, ପୂଜ୍ୟ ସାଧୁ ସନ୍ଥଗଣ, ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପରମ୍ପରା ସହିତ ଜଡ଼ିତ ସମସ୍ତ ବରିଷ୍ଠ ଋଷି ମନୀଷୀ, ଏବଂ ଅନେକ ଶ୍ରଦ୍ଧାଳୁ ମଧ୍ୟ ଦେଶର କୋଣ ଅନୁକୋଣରୁ ଆଜି କେଦାରନାଥର ଏହି ପବିତ୍ର ଭୂମି ସହିତ, ଏହି ପବିତ୍ର ବାତାବରଣ ସହିତ ସଶରୀରରେ ନହେଲେ ମଧ୍ୟ ଆତ୍ମିକ ଭାବେ ଭର୍ଚୁଆଲ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ସେଠାରୁ ଆମକୁ ଆଶୀର୍ବାଦ ଦେଉଛନ୍ତି। ଆପଣମାନେ ସମସ୍ତେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ପୁନଃ ସ୍ଥାପନାର ସାକ୍ଷୀ ହୋଇଯାଇଛନ୍ତି। ଏହା ଭାରତର ଆଧ୍ୟାତ୍ମିକ ସମୃଦ୍ଧି ଏବଂ ବ୍ୟାପକତାର ଅତ୍ୟନ୍ତ ଅଲୌକିକ ଦୃଶ୍ୟ। ଆମ ଦେଶ ଏତେ ବିଶାଳ, ଏଠାରେ ଏତେ ବଡ଼ ମହାନ ଋଷି ପରମ୍ପରା ରହିଛି। ଏକକୁ ଆରେକ ବଳି ତପସ୍ୱୀ ଏବେ ମଧ୍ୟ ଭାରତର କୋଣ ଅନୁକୋଣରେ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାର କାର୍ଯ୍ୟରେ ଲାଗିଛନ୍ତି। ଏଭଳି ଅନେକ ସାଧୁ ସନ୍ଥ ଏବେ ଦେଶର ପ୍ରତ୍ୟେକ କୋଣରେ ଏବଂ ଏଠାରେ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି। କିନ୍ତୁ ସମ୍ବୋଧନରେ ଯଦି ମୁଁ କେବଳ ସେମାନଙ୍କ ନାମ ଉଲ୍ଲେଖ କରିବାକୁ ଚାହିଁବି, ତେବେ ବୋଧହୁଏ ଗୋଟିଏ ସପ୍ତାହ ମଧ୍ୟ କମ୍ ପଡ଼ିଯିବ। ଆଉ ଯଦି ଗୋଟିଏ ଅଧେ ନାମ ଛାଡ଼ିଦିଏ, ତେବେ ବୋଧହୁଏ ମୁଁ ସାରା ଜୀବନ କୌଣସି ପାପର ବୋଝ ତଳେ ଦବି ରହିଯିବି। ଇଚ୍ଛା ଥିଲେ ମଧ୍ୟ ଏବେ ମୁଁ ସମସ୍ତଙ୍କ ନାମ ଉଲ୍ଲେଖ କରିପାରୁନାହିଁ, କିନ୍ତୁ ମୁଁ ସମସ୍ତଙ୍କୁ ସମ୍ମାନପୂର୍ବକ ପ୍ରଣାମ ଜଣାଉଛି। ସେମାନେ ଯେଉଁଠୁ ବି ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ହୋଇଛନ୍ତି, ସେମାନଙ୍କର ଆଶୀର୍ବାଦ ଆମର ବହୁତ ବଡ଼ ଶକ୍ତି। ଅନେକ ପବିତ୍ର କାର୍ଯ୍ୟ ନିମନ୍ତେ ସେମାନଙ୍କର ଆଶୀର୍ବାଦ ଆମକୁ ଶକ୍ତି ଯୋଗାଇବା, ଏ ବାବଦରେ ମୋର ପୁରା ଭରସା ରହିଛି। ଆମର ଏଠାରେ କୁହାଯାଏ,
आवाहनम न जानामि, न जानामि विसर्जनम, पूजनम चैव न जानामि क्षमस्व परमेश्वरम। एथिपाई मु हृदयर सहित एभली समस्त व्यक्तिंक ठारू क्षमा प्रार्थना करी एही पुण्य अवसर रे देशर कोण अनुकोणरू जोड़ी होइथिबा शंकराचार्य, ऋषिगण, महान संत परंपरार समस्त अनुगामी आपण समस्तंकु एही स्थानरू प्रणाम जणाई आपण मानकर आशीर्वाद भिक्षा करुछि। बंधुगण, आमर उपनिषद रे आदि शंकराचार्य जींक रचना रे अनेक स्थान रे नेति नेति जुआड़े देखिबे नेति नेति एक एभली भाव जगत नेति नेति कही एक भाव जगतर विस्तार करा जायछि। रामचरित मानस को जदि आमे देखिबा तेबे सेथिरे मध्य एक कथा को दोहरा जायछि, भिन्न प्रकार रे कहा जायछि। रामचरित मानस रे कहा जायछि कि अभिगत अकथ अपार, अभिगत अकथ अपार, नेति नेति नित निगम कहा, नेति नेति नित निगम कहा। अर्थात किछि अनुभव एते अलौकिक एभली अनंत हेइथांती जे सेमानंकु शब्दरे व्यक्त करा जाई पारे ना। बाबा केदारनाथ को शरण को मु जेबे भी आसे एठाकर प्रत्येक अणु सहित जोड़ी ही जाए। एठाकर पानी पवन, हिमालय शुंग, बाबा केदार का सान्निध्य किभली एक अनुभूति आड़ को टाणी नहीं जाए जहाँ को व्यक्त करिवार शब्द मो पाखरे नाही। दीपावलीर पवित्र पर्वरे मु गतकाली सीमांतरे आमर सैनिकों सहित थिली। आज तो मु सैनिकों भूमि रे अछि। पर्वपर्वाणीर आनंद मु आम देशर वीर जवान सहित बांटिली। देशवासी स्नेहर वार्ता, देशवासी सेमानक प्रति श्रद्धा, देशवासी आशीर्वाद, 130 कोटी लोकंकर आशीर्वाद नहीं मु काली जवान मान निकट को जाइथिली। आज गोवर्धन पूजा दिन गुजरात लोक मान तो आज नुआ वर्ष। यही गोवर्धन पूजा दिन ही मते केदारनाथ जी दर्शन पूजन सौभाग्य मिला। बाबा केदार दर्शन सहित एबे मु आदि शंकराचार्य जी समाधि स्थल रे किछि क्षण बिताइली। यह एक दिव्य अनुभूतिर क्षण थिला। सम्मुखरे बसवा क्षणी लगुला
ଯେମିତି ଆଦି ଶଙ୍କରାଚାର୍ଯ୍ୟଙ୍କ ଚକ୍ଷୁରୁ ସେହି ତେଜ ସେହି ଦିବ୍ୟ ପ୍ରକାଶ ପ୍ରବାହିତ ହେଉଛି। ଯାହାକି ଭବ୍ୟ ଭାରତର ବିଶ୍ୱାସ ଜାଗ୍ରତ କରୁଛି। ଶଙ୍କରାଚାର୍ଯ୍ୟଜୀଙ୍କ ସମାଧି ପୁଣି ଥରେ ଆହୁରି ଅଧିକ ଦିବ୍ୟ ସ୍ୱରୂପ ସହିତ ଆମ ସମ୍ମୁଖରେ ରହିଛି। ଏଥିସହିତ ସରସ୍ୱତୀ ତଟରେ ଘାଟର ନିର୍ମାଣ ହୋଇସାରିଛି ଏବଂ ମନ୍ଦାକିନୀ ନଦୀରେ ନିର୍ମିତ ପୋଲ ଦ୍ୱାରା ଗରୁଡ଼ଚଟ୍ଟି ପର୍ଯ୍ୟନ୍ତ ମାର୍ଗକୁ ମଧ୍ୟ ସୁଗମ କରିଦିଆଯାଇଛି। ଗରୁଡ଼ଚଟ୍ଟି ସହିତ ମୋର ବିଶେଷ ସମ୍ପର୍କ ବି ରହିଛି। ଏଠାରେ ଯେଉଁ ଜଣେ ଦୁଇ ଜଣ ପୁରୁଣା ଲୋକ ଅଛନ୍ତି ସେମାନେ ଜାଣିଛନ୍ତି। ମୁଁ ଆଜି ଆପଣମାନଙ୍କର ଦର୍ଶନ କଲି, ମୋତେ ବହୁତ ଭଲ ଲାଗିଲା। ସାଧୁମାନେ ତ ଚାଲିଗଲେଣି, ପୁରୁଣା ଲୋକମାନେ ବି ଚାଲିଗଲେଣି। କିଛି ଲୋକ ଏହି ସ୍ଥାନକୁ ଛାଡ଼ି ଚାଲି ଯାଇଛନ୍ତି, ଆଉ କିଛି ଧରାପୃଷ୍ଠରୁ ବିଦାୟ ନେଇଯାଇଛନ୍ତି। ଏବେ ମନ୍ଦାକିନୀ କୂଳରେ ବନ୍ୟାରୁ ସୁରକ୍ଷା ନିମନ୍ତେ ଯେଉଁ ପ୍ରାଚୀର ନିର୍ମାଣ କରାଯାଇଛି, ଏହାଦ୍ୱାରା ଶ୍ରଦ୍ଧାଳୁମାନଙ୍କର ଯାତ୍ରା ଏବେ ଅଧିକ ସୁରକ୍ଷିତ ହେବ। ତୀର୍ଥଯାତ୍ରୀଙ୍କ ନିମନ୍ତେ ନୂତନ ଭାବରେ ନିର୍ମିତ ଆବାସ ଦ୍ୱାରା ସେମାନଙ୍କୁ ପ୍ରତ୍ୟେକ ଋତୁରେ ସୁବିଧା ମିଳିବ। ଭଗବାନ କେଦାରନାଥଙ୍କ ସେବା ସେମାନଙ୍କ ପାଇଁ ଏବେ କିଛିଟା ସୁବିଧାଜନକ ହୋଇଯିବ। ଆଉ ମୁଁ ଏହା ତ ପୂର୍ବରୁ ଦେଖିଛି, କେତେବେଳେ ପ୍ରାକୃତିକ ବିପତ୍ତି ଆସିଯାଉଥିଲା ଏବଂ ଯାତ୍ରୀମାନେ ଏଠାରେ ଫସି ଯାଉଥିଲେ। ଏଠାକାର ପୁରୋହିତମାନଙ୍କର ଘରେ ଗୋଟିଏ ଗୋଟିଏ କୋଠରୀରେ ଏକାଠି ଏତେ ଲୋକ ସମୟ ବିତାଉଥିଲେ। ଆଉ ମୁଁ ଦେଖିଛି ପୁରୋହିତମାନେ ବାହାରେ ଥଣ୍ଡାରେ ଥରୁଥିଲେ, କିନ୍ତୁ ନିଜ ଯଜମାନଙ୍କ ଚିନ୍ତା କରୁଥିଲେ। ଏହା ମୋର ଆଖି ଦେଖା କଥା। ସେମାନଙ୍କ ଭକ୍ତିଭାବକୁ ମୁଁ ଦେଖିଛି। ଏବେ ଏଭଳି ଅସୁବିଧାରୁ ସେମାନଙ୍କୁ ମୁକ୍ତି ମିଳିବାକୁ ଯାଉଛି। ବନ୍ଧୁଗଣ, ଆଜି ଏଠାରେ ଯାତ୍ରୀ ସେବା ଏବଂ ସୁବିଧା ସହିତ ଜଡ଼ିତ ଅନେକ ଯୋଜନାର ଶିଳାନ୍ୟାସ ମଧ୍ୟ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ କେନ୍ଦ୍ରର ନିର୍ମାଣ ହେଉ, ଯାତ୍ରୀ ତଥା ଏହି ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ଆଧୁନିକ ଡାକ୍ତରଖାନା ହେଉ, ସମସ୍ତ ସୁବିଧା ଥିବା ହସ୍ପିଟାଲ ହେଉ, ରାତ୍ରି ଆଶ୍ରୟସ୍ଥଳ ହେଉ, ଏହି ସମସ୍ତ ସୁବିଧା ଶ୍ରଦ୍ଧାଳୁମାନଙ୍କ ସେବାର ମାଧ୍ୟମ ହେବ। ସେମାନଙ୍କ ତୀର୍ଥଯାତ୍ରାକୁ ଏବେ କଷ୍ଟରୁ ମୁକ୍ତ, କେଦାର ସହିତ ଯୁକ୍ତ ଏବଂ ଜୟ ଭୋଲେଙ୍କ ଚରଣରେ ଲୀନ ହେବା ନିମନ୍ତେ ଏକ ସୁଖକର ଅନୁଭବ ମିଳିବ। ବନ୍ଧୁଗଣ, କିଛି ବର୍ଷ ପୂର୍ବେ ଯାହା ଏଠାରେ ହୋଇଥିଲା ତାହା ଅକଳ୍ପନୀୟ ଥିଲା। ମୁଁ ସେତେବେଳେ ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ନିଜକୁ ଅଟକାଇ ପାରିନଥିଲି। ମୁଁ ଏଠାକୁ ଧାଇଁ ଆସିଥିଲି। ମୁଁ ନିଜ ଆଖିରେ ସେହି ବିପର୍ଯ୍ୟୟକୁ ଦେଖିଥିଲି, ସେହି ଦୁଃଖ କଷ୍ଟକୁ ଦେଖିଥିଲି। ଯେଉଁମାନେ ଏଠାକୁ ଆସୁଥିଲେ ସେମାନେ ଭାବୁଥିଲେ ଯେ କ'ଣ ଆମର ଏହି କେଦାର ଧାମ, ଆମର କେଦାରପୁରୀ ପୁଣି ଥରେ
ମୁଣ୍ଡ ଟେକି ଛିଡ଼ା ହୋଇପାରିବ? କିନ୍ତୁ ମୋ ଅନ୍ତରର ସ୍ୱର କହୁଥିଲା ଯେ ଏହା ପୂର୍ବାପେକ୍ଷା ଅଧିକ ସରସ ସୁନ୍ଦର ହୋଇ ଦଣ୍ଡାୟମାନ ହେବ। और ये मेरा विश्वास बाबा केदार के कारण ଆଉ ମୋର ଏହି ବିଶ୍ୱାସ ବାବା କେଦାରଙ୍କ ଯୋଗୁଁ ହିଁ ଥିଲା, ଆଦି ଶଙ୍କରଙ୍କ ସାଧନାର କାରଣ ଯୋଗୁଁ ଥିଲା, ଋଷି ମୁନିଙ୍କ ତପସ୍ୟା କାରଣ ଥିଲା। କିନ୍ତୁ ଏଥିସହିତ କଚ୍ଛର ଭୂମିକମ୍ପ ପରେ ସେହି ସ୍ଥାନକୁ ପୁନର୍ନିର୍ମାଣ କରିବାର ଅନୁଭୂତି ମୋ ନିକଟରେ ଥିଲା। ଆଉ ଏଥିପାଇଁ ମୋ ମନରେ ବିଶ୍ୱାସ ଥିଲା ଏବଂ ଆଜି ସେହି ବିଶ୍ୱାସ ସାକାର ହେଉଥିବାର ନିଜ ଆଖିରେ ଦେଖିବା ଏହାଠାରୁ ବଳି ସନ୍ତୋଷ ଜୀବନରେ ଆଉ କ'ଣ ଥାଇପାରେ? ମୁଁ ଏହାକୁ ନିଜର ସୌଭାଗ୍ୟ ବୋଲି ମାନୁଛି ଯେ ବାବା କେଦାର ତଥା ସାଧୁ ସନ୍ଥଙ୍କର ଆଶୀର୍ବାଦ ଆଉ ଏହି ପବିତ୍ର ଭୂମି ଯାହାର ମାଟି ପାଣି ପବନରେ ଦିନେ ମୁଁ ଲାଳିତ ପାଳିତ ହେଇଥିଲି, ତାର ସେବା କରିବାର ସୌଭାଗ୍ୟ ମିଳିବା ଏହାଠାରୁ ବଳି ଜୀବନର ପୁଣ୍ୟ କାର୍ଯ୍ୟ କ'ଣ ହେଇପାରେ? ଏହି ଆଦି ଭୂମିରେ ଶାଶ୍ୱତତା ସହିତ ଆଧୁନିକତାର ମେଳ, ବିକାଶର ଏହି କାର୍ଯ୍ୟ ଭଗବାନ ଶଙ୍କରଙ୍କ ସ୍ୱାଭାବିକ କୃପାର ହିଁ ପରିଣାମ। ଈଶ୍ୱର ଏହାର ବାହାଦୁରୀ ନେଇପାରିବେନି କି ମଣିଷ ମଧ୍ୟ ଏହାର ବାହାଦୁରୀ ନେଇପାରିବନି। ଈଶ୍ୱର କୃପା ହିଁ ଏହାର ହକଦାର। ମୁଁ ଏହି ପବିତ୍ର ପ୍ରୟାସ ନିମନ୍ତେ ଉତ୍ତରାଖଣ୍ଡ ସରକାରଙ୍କୁ, ଆମର ऊर्जावान ଯୁବ ମୁଖ୍ୟମନ୍ତ୍ରୀ ଧାମିଜୀଙ୍କୁ ଏବଂ ଏହି କାର୍ଯ୍ୟଗୁଡ଼ିକର ଦାୟିତ୍ୱ ତୁଲାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଜି ହୃଦୟର ସହିତ ଧନ୍ୟବାଦ ଦେଉଛି, ଯେଉଁମାନେ ପାରୁ ପର୍ଯ୍ୟନ୍ତ ଜୋର ଲଗାଇ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି। ମୁଁ ଜାଣିଛି ଏଠାରେ ବରଫ ପଡ଼ୁଥିବା ସମୟରେ ମଧ୍ୟ କିଭଳି ବର୍ଷ ସାରା କାମ କରିବା ବହୁତ ମୁସ୍କିଲ, ଏଠି ବହୁତ କମ୍ ସମୟ ମିଳିଥାଏ। ତଥାପି ତୁଷାରପାତ ସମୟରେ ବି ଆମର ସମସ୍ତ ଭାଇ ଭଉଣୀ ଯେଉଁମାନେ କି ପାହାଡ଼ିଆ ଅଞ୍ଚଳରେ ନଥିଲେ, ବାହାରୁ ଆସିଥିଲେ, ସେମାନେ ଏହାକୁ ଈଶ୍ୱରୀୟ କାର୍ଯ୍ୟ ବୋଲି ମାନି ବର୍ଷା ଓ ତୁଷାରପାତ ମଧ୍ୟରେ ମାଇନସ୍ ଟେମ୍ପରେଚର ବେଳେ ମଧ୍ୟ କାମ ଛାଡ଼ି ଯାଉନଥିଲେ, କାମ କରି ଚାଲୁଥିଲେ। ସେଇଥିପାଇଁ ହିଁ ଏହି କାର୍ଯ୍ୟ ହେଇପାରିଛି। ମୋ ମନ ଏଠାରେ ଲାଗି ରହିଥିଲା, ସେଥିପାଇଁ ମଝିରେ ମଝିରେ ମୁଁ ଡ୍ରୋନ୍ ସାହାଯ୍ୟରେ ଟେକ୍ନୋଲୋଜି ଦ୍ୱାରା ନିଜ କାର୍ଯ୍ୟାଳୟରେ ବସି ଏଠାକାର ଦୃଶ୍ୟ ଦେଖୁଥିଲି। ଏକ ପ୍ରକାର ଭର୍ଚୁଆଲି ଏଠାକାର ଯାତ୍ରା କରୁଥିଲି। କ୍ରମାଗତ ଭାବେ ଏହାକୁ ଦେଖୁଥିଲି। କାମ କେତେ ବାଟ ଗଲା, ମାସେ ପୂର୍ବରୁ କେତେ ହେଇଥିଲା, ଏ ମାସରେ କେତେ ହେଲା, ଲଗାତାର ଦେଖୁଥିଲି। ମୁଁ କେଦାରନାଥ ମନ୍ଦିରର ସମସ୍ତ ରାୱଲ ଓ ସମସ୍ତ ପୂଜକଙ୍କ ପ୍ରତି ମଧ୍ୟ ଆଜି ବିଶେଷ କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି, କାରଣ ସେମାନଙ୍କ ସକାରାତ୍ମକ ମନୋଭାବ ଯୋଗୁଁ, ସେମାନଙ୍କର ସକାରାତ୍ମକ ପ୍ରୟାସ ଯୋଗୁଁ ଏବଂ ସେମାନେ ଯେଉଁଭଳି ପରମ୍ପରା ଅନୁସାରେ ଏହାର ମାର୍ଗଦର୍ଶନ କଲେ, ସେଥିଯୋଗୁଁ ଆମେ ଏହାକୁ, ଏହି ପ୍ରାଚୀନ ଐତିହ୍ୟକୁ ସୁରକ୍ଷିତ ରଖିପାରିଲୁ ଏବଂ ଏଥିରେ ଆଧୁନିକତା ମଧ୍ୟ ଆଣିପାରିଲୁ। ଆଉ ଏଥିପାଇଁ ପୂଜକମାନଙ୍କୁ, ରାୱର ପରିବାରମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି। ଆଦି ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଆମ ବିଦ୍ୱାନମାନେ କହିଛନ୍ତି
शंकराचार्य जी प्रत्येक विद्वान कहते शंकरो शंकरः साक्षात, अर्थात आचार्य शंकर ही साक्षात भगवान शिव शंकरंकर स्वरूप थिले। एही महिमा एही देवत्व आपण माने तांको जीवन रो प्रत्येक क्षण रे अनुभव करि परिबे। से दिग को दृष्टि देले समस्त स्मृति सामना को आसी जिवो। बहुत कम बयस बाल्यावस्थारू अद्भुत ज्ञान बालक बयसरू ही शास्त्रर ज्ञान विज्ञानर निरंतर चिंतन एवं जो बयसरे जड़े साधारण मनुष्य अति साधारण भावरे संसारर कथा को किछि किछि देखिबा बुझिबा आरंभ करिथाए, मनरे किछिटा जागृति आसी थाए। सेही बयसरे वेदांतर गभीरता को यार गूढ़ अर्थ को समस्त अंग उपांग सहित सांगोपांग विवेचन को यार व्याख्या शंकराचार्य अविरत करि चलथिले। यह शंकरंक भितरे शंकरंक अंतर रे साक्षात शंकरत्वर जागरण व्यतीत साक्षात शंकरत्वर जागरण व्यतीत आउ किछि होई न पारे। यह शंकरत्वर जागरण थिला। संस्कृत और वेदों के बड़े-बड़े पंडित एठी संस्कृत और वेदर बड़ बड़ पंडित बसिछंती एवं भर्चुआली मध्य आम सहित जोड़ी ही रहिछंती। आपण माने जानिछंती जे संस्कृत रे शंकर अर्थ अति सरल। शंकर का अर्थ संस्कृत रे हेउछि शंकरोति स शंकरः, अर्थात जे कल्याण करंती से हेउछंती शंकर। एही कल्याण को मध्य आचार्य शंकर प्रत्यक्ष भावे प्रमाणित कर देथिले। तांकर संपूर्ण जीवन जेते असाधारण थिला सेही परिमाण रे मध्य से जनसाधारण को कल्याण प्रति समर्पित थिले। भारत और विश्वर कल्याण निमंते अहर निश निज चेतना को समर्पित करथिले। जेतेबेले भारत राग द्वेषर बशवर्ती हुई विशेष करी निजर एकता को हरैबारे लागिथिला, सेतेबेले केते दूर जाए संत माने देखि पारंती चिंता करंतु। नमे द्वेष रागो नमे द्वेष रागो नमे लोभ मोहो मदो नैव मैं नैव मात्सर्य भाव, अर्थात राग द्वेष लोभ मोह ईर्षा अहं भाव ये सबू आमर स्वभाव नुहे। जेबे भारतर जाति और पंथर सीमारू बाहर को आसी देखिबा, शंका और आशंकार ऊपर को उठिबा मनुष्यर आवश्यकता थिला। से समय रे से समाज रे चेतना जागृत करथिले। आदि शंकराचार्य कहिथिले न मे मृत्यु शंका न मे जाति भेद
अर्थात नाश विनाशर आशंका जाति पंथर भेदभाव सहित आम परंपरार कौनसी संपृक्ति नाही। यह आम परंपरार अंश विशेष नुहे। आमे कौन, आम दर्शन और चिंताधारा कौन, यह बुझेबाकु जाई आदिशंकर कहिथिले चिदानंद रूप, चिदानंद रूपः शिव अहम, चिदानंद रूपः शिव अहम। अर्थात आनंद स्वरूप शिव आमे निजे, जीवत्वरे ही शिवत्व निहित। ଆଉ ଅଦ୍ୱୈତ ସିଦ୍ଧାନ୍ତ ବେଳେବେଳେ ଅଦ୍ୱୈତର ସିଦ୍ଧାନ୍ତ ବୁଝାଇବା ନିମନ୍ତେ ବଡ଼ ବଡ଼ ଗ୍ରନ୍ଥର ଆବଶ୍ୟକତା ହେଇଥାଏ। ମୁଁ ଏତେ ବଡ଼ ବିଦ୍ୱାନ ନୁହେଁ, ମୁଁ ସରଳ ଭାଷାରେ ନିଜ କଥାକୁ ବୁଝେଇଥାଏ। ମୁଁ କେବଳ ଏତିକି କହିବି ଯେ ଯେଉଁଠି ଦ୍ୱୈତ ନାହିଁ ତାହା ହିଁ ତ ଅଦ୍ୱୈତ। ଶଙ୍କରାଚାର୍ଯ୍ୟଜୀ ଭାରତରେ ଚେତନାରେ पुनर्बार प्राण संचार करथिले आउ आमको आमर आर्थिक परमार्थिक उन्नतिर मंत्र प्रदान करथिले। से कहिथिले ज्ञान विहीन देखंतु ज्ञानर पूजार महिमा केते। ज्ञान विहीन सर्वमते मुक्तिं न भजति छन्न शते। अर्थात दुख कष्ट एवं जटिलतारू आम मुक्ति निमंते एकमात्र मार्ग है आउ ता हेउची ज्ञान। भारतर ज्ञान विज्ञान और दर्शनर जो कालातीत परंपरा रही ताकू आदि शंकराचार्य पुनर्बार पुनर्जीवित करथिले, चेतना भरी देथिले। बंधुगण, गोटे समय थिला जेबे आध्यात्म को धर्म को केवल रूढ़ी रे जोड़ी किछि भूल मर्यादा कल्पना सहित मिसेई देखा जाउथिला। हेले भारतीय दर्शन मानव कल्याणर कथा कही थाए। जीवन को पूर्णतार सहित संपूर्णतार सहित देखी थाए। आदि शंकराचार्य समाज को यही सत्य सहित परिचित करैबार कार्य करथिले। से पवित्र मठ गुड़िकर स्थापन करथिले, चारि धाम स्थापन करथिले, द्वादश ज्योतिर्लिंग गुड़िकर पुनर्जागरणर काम करथिले। से सबु किछि त्याग करी देश समाज ओ मानवता पाई बंचुथिबा लोकंकर एक सशक्त परंपरा आरंभ करथिले। आज तांको द्वारा प्रतिष्ठित भारत और भारतीयतार परिचय बहन करुथिबा अधिकांश संस्था एक संबल पलटिछि। आम पाई धर्म कौन, धर्म और ज्ञानर संबंध कौन? तेणु तो कह जाइछि अथा तो धर्म जिज्ञासा अथा तो ब्रह्म जिज्ञासा। यही मंत्र देउथिबा उपनिषदीय परंपरा कौन, यह आमको
प्रति क्षण प्रश्न करने शिखाई थाए। आउ सेतबेले जाई बालक नचिकता जम लोकों पाखरे जाई सेठारे जमों सहित आखि मिसाई पचारि परिछंती, जमू को पचारि परिछंती मृत्यु कौन बतई दियंतु। प्रश्न पचारिबा ज्ञान अर्जित करिबा अर्थात तो धर्म जिज्ञासा। आमर यही विचार को आम मठ गुड़िक हजार हजार वर्ष धरी जीवित रखिछंती, ताकु समृद्ध करि चलिछंती। संस्कृत हेउ, संस्कृत भाषा रे वैदिक गणित हेउ, विज्ञान हेउ, एई मठ गुड़िकरे आमर शंकराचार्य माने ए सब को संरक्षण करिछंती। पीढ़ी पीढ़ी धरी मार्ग दर्शाइछंती। मु भावुछि आजिर समय रे आदि शंकराचार्य सिद्धांत आहुरी अधिक प्रासंगिक हो जाइछि। बंधुगण, आमर एठी शताब्दी शताब्दी धरी चारि धर्म यात्रार महत्व रही। द्वादश ज्योतिर्लिंग दर्शन, शक्तिपीठ दर्शन, अष्टविनायक दर्शन, ए सबु यात्रार निजस्व महत्व रही। ए तीर्थाटन केवल पर्यटन मात्र नुहे, यह भारत को जोड़ीबार यात्रा। भारत को साक्षात्कार करिबार एक जीवंत परंपरा। आमर समस्तंकर केही भी हेताऊ समस्तंकर इच्छा थाए जे जीवन रे थरे हेले अंततः चारिधाम यात्रा करिबा, द्वादश ज्योतिर्लिंग दर्शन करनबा, माँ गंगा रे बुड़ पकेबा। आग काल रे पिला मानकू घरे शिखा जाउथिला, परंपरा थिला। पिला मानकू घरे कहा जाउथिला सौराष्ट्रे सोमनाथंच श्रीशैले मल्लिकार्जुनम। पिलादिने शिखा जाउथिला। द्वादश ज्योतिर्लिंगर ए मंत्र घरे बसी गोटे बृहत भारतर यात्रा कराई हेउथिला। पिला बेलू देशर विभिन्न अंचल सहित आमे जोड़ी हो जाउथिले एवं यह एक सहज संस्कार हो जाउथिला। एही आस्था, एही विचार पूर्वर पश्चिम जाए, उत्तर रु दक्षिण जाए भारत को एक जीवंत एककरे परिवर्तित कर दिए। राष्ट्रीय एकता को, तार शक्ति को बढ़ाई थाए, एक भारत श्रेष्ठ भारत दर्शन कराई थाए एवं जीवन व्यवस्थार एक अंश विशेष हो जाए थाए। बाबा केदारनाथ का दर्शन करी प्रत्येक श्रद्धालु एक नुआ शक्ति रे भरी उठुथिले। बंधुगण, आदि शंकराचार्यंकर ही ऐतिह्यपूर्ण परंपरा को, यही चिंतन को स्वयं एक प्रेरणा भली थिला। एबे आम संस्कृतिर, आम परंपरार आस्थार ही केन्द्र गुड़िकु से भली गौरव भाव नहीं देखा जाउछि, जेमिति देखा जिबा उचित मध्य। आज अयोध्या रे भगवान श्री राम का भव्य मंदिर संपूर्ण गौरव सहकारे निर्माण होउछि। अयोध्या को तार गौरव
ଶତାବ୍ଦୀ ଶତାବ୍ଦୀ ପରେ ପୁଣି ମିଳିପାରୁଛି। ଏବେ 2 ଦିନ ପୂର୍ବେ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ ସମ୍ପୂର୍ଣ୍ଣ ପୃଥିବୀ ଦେଖିଲା। ଭାରତର ପ୍ରାଚୀନ ସାଂସ୍କୃତିକ ସ୍ୱରୂପ କ'ଣ ଥିଲା, ଆଜି ଆମେ ଏହାର କଳ୍ପନା କରିପାରୁଛନ୍ତି। ଏହିଭଳି ଉତ୍ତରପ୍ରଦେଶରେ କାଶୀର ବି କାୟାକଳ୍ପ ହେଉଛି। ବିଶ୍ୱନାଥ ଧାମର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି, ଏବେ ତ ପୂର୍ଣ୍ଣତା ଆଡ଼କୁ ବଢ଼ି ଚାଲିଛି। ବାରାଣସୀ, ସାରନାଥ, କୁଶୀନଗର, ବୋଧଗୟା ଏହିସବୁ ସ୍ଥାନମାନଙ୍କରେ ଏକ ଆନ୍ତର୍ଜାତିକ ବୁଦ୍ଧ ସର୍କିଟ୍ ସମଗ୍ର ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଏକ ବିରାଟ କାମ ଆଗେଇ ଚାଲିଛି। ଭଗବାନ ରାମଙ୍କ ସହିତ ସମ୍ପୃକ୍ତ ଯେତେଗୁଡ଼ିଏ ତୀର୍ଥସ୍ଥଳ ରହିଛି, ସେ ସମସ୍ତଙ୍କୁ ଯୋଡ଼ି ରାମ ସର୍କିଟ୍ ତିଆରି କରିବାର କାମ ମଧ୍ୟ ଏବେ ଚାଲିଛି। ମଥୁରା ବୃନ୍ଦାବନରେ ମଧ୍ୟ ବିକାଶ କାର୍ଯ୍ୟ ସହିତ ଏହାର ଶୁଦ୍ଧତା ଓ ପବିତ୍ରତାକୁ ନେଇ ସନ୍ଥ ସମାଜର ଭାବନାକୁ ଧ୍ୟାନ ଦିଆଯାଉଛି। ଏସବୁ ଆଜି ଏଇଥିପାଇଁ ହେଇପାରୁଛି ଯେ ଆଜିର ଭାରତ ଆଦି ଶଙ୍କରାଚାର୍ଯ୍ୟଙ୍କ ଭଳି ଆମର ମନୀଷୀମାନଙ୍କ ନିର୍ଦ୍ଦେଶରେ ଶ୍ରଦ୍ଧା ରଖିବା ସହ ଗୌରବର ଅନୁଭୂତି ନେଇ ଆଗକୁ ବଢ଼ି ଚାଲିଛି। ବନ୍ଧୁଗଣ, ଏବେ ଆମ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଦେଶ ନିଜର ଭବିଷ୍ୟତ ନିମନ୍ତେ, ନିଜର ପୁନର୍ନିର୍ମାଣ ନିମନ୍ତେ ନୂତନ ସଂକଳ୍ପ ନେଉଛି। ଅମୃତ ମହୋତ୍ସବର ଏହି ସଂକଳ୍ପ ମଧ୍ୟରେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ଆମେ ଏକ ପ୍ରକାରର ବହୁତ ବଡ଼ ପ୍ରେରଣା ରୂପରେ ଦେଖୁଛୁ। ଏବେ ଦେଶ ନିଜ ପାଇଁ ବଡ଼ ବଡ଼ ଲକ୍ଷ୍ୟ ନିର୍ଦ୍ଧାରିତ କରୁଛି। କଠିନ ସମୟ ଆଉ କେବଳ ସମୟ ନୁହେଁ, ଆମେ ସମୟର ସୀମା ମଧ୍ୟ ନିର୍ଦ୍ଧାରଣ କରୁଛୁ। ତେଣୁ କିଛି ଲୋକ କହୁଛନ୍ତି, ଏତେ କମ୍ ସମୟରେ ଏସବୁ କେମିତି ହେଇପାରିବ? ବେଳେବେଳେ ଲୋକ ଏକଥା ବି କହୁଛନ୍ତି ଯେ ଏସବୁ ହେଇପାରିବ ନା ହେଇପାରିବ ନାହିଁ। ଆଉ ତେବେ ସେତେବେଳେ ମୋ ଅନ୍ତରରୁ ଗୋଟିଏ ଆହ୍ୱାନ ଆସେ। 130 କୋଟି ଜନତାଙ୍କ ସ୍ୱର ମୋତେ ଶୁଭେ, ମୋ ମୁହଁରୁ ଅନାୟାସ ବାହାରିଯାଏ। ଗୋଟିଏ କଥା ବାହାରି ଆସେ, ସମୟର ବନ୍ଧନରେ ବାନ୍ଧି ହେଇ ଭୟଭୀତ ହେବା ଏବେ ଭାରତର ସ୍ୱଭାବ ନୁହେଁ। ଏହା ଏବେ ଭାରତକୁ ସ୍ୱୀକାର୍ଯ୍ୟ ନୁହେଁ। ଆପଣମାନେ ଆଦି ଶଙ୍କରାଚାର୍ଯ୍ୟଜୀଙ୍କୁ ଲକ୍ଷ୍ୟ କରନ୍ତୁ। ଛୋଟ ବୟସରେ, ସ୍ୱଳ୍ପ ଆୟୁରେ ଘରଦ୍ୱାର ପରିବାର ଛାଡ଼ି ଦେଇ କାହିଁ କେରଳର କଲାଡ଼ି ଆଉ କାହିଁ କେଦାର, କେଉଁଠୁ ସନ୍ନ୍ୟାସୀ ହେଇ କେଉଁ ଯାଏଁ ଆସିଲେ। ସନ୍ନ୍ୟାସୀ ହେଲେ ଖୁବ୍ କମ୍ ବୟସରେ। ଏହି ପବିତ୍ର ଭୂମିରେ ତାଙ୍କ ଶରୀର ଏ ପୃଥିବୀରେ ଲୀନ ହୋଇଗଲା। ନିଜର ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ ଭାରତର ଭୂଗୋଳକୁ ଚୈତନ୍ୟମୟ କରିଦେଇଥିଲେ। ଭାରତ ନିମନ୍ତେ ନୂଆ ଭବିଷ୍ୟତ ଗଢ଼ିଥିଲେ। ସିଏ ଯେଉଁ ଶକ୍ତି ପ୍ରଜ୍ୱଳିତ କରିଥିଲେ, ତାହା ଆଜି ମଧ୍ୟ ଭାରତକୁ ଗତିଶୀଳ କରି ରଖିଛି। ଆଗାମୀ ହଜାର ହଜାର ବର୍ଷ ଯାଏ ଗତିଶୀଳ କରି ରଖିବ। ଏହିଭଳି ସ୍ୱାମୀ ବିବେକାନନ୍ଦଙ୍କୁ ଦେଖନ୍ତୁ, ସ୍ୱାଧୀନତା ସଂଗ୍ରାମର ଅନେକ ସ୍ୱତନ୍ତ୍ରତା ସେନାନୀଙ୍କୁ ଦେଖନ୍ତୁ।
एभली अनेक महान आत्मा महान विभूति यही भारत रे आविर्भाव होइचंती जो माने समयर सीमा लंघन करी एक छोट कालखंड मध्यरे केते केते जुगर निर्माण कर जाइछंती। भारत यही महान विभूति मानक पदांक अनुसरण करुछि। आमे शाश्वत को एक प्रकार रे स्वीकार करी क्रियाशीलतारे विश्वास करुवा लोक यही आत्मविश्वास को नहीं देश आज यही अमृत बेलारे आग को बढ़ुछि। आउ यही समय रे मु देशवासी निकट रे आउ गोटे आग्रह प्रकाश करुछि। स्वाधीनता संग्राम सह जोड़ी होइथिबा ऐतिहासिक स्थान सबको देखिबा सह एपरी पवित्र स्थान मानकु देखिबाकू सेमाने अधिकरु अधिक आसंतु। नुआ पीढ़ी को नहीं सेमानकु परिचित करैबाकू सेमानकु एई विभव सह परिचित कराई माँ भारती सह साक्षात्कार करांतु। सेमाने हजार हजार वर्षर पुरातन एई महान संस्कृति और चेतना को अनुभव करंतु। आज रही अमृत बेलारे स्वाधीनतार यह भी एक महोत्सव हो पार। प्रति भारतवासी अंतर रे प्रति कोण अनुकोण रे आउ गोड़ी माटी पथर सबुथिरे शंकर भाव जागृत हो पारे। आउ एई दिगरे अग्रसर हेबार समय आसी जाइछि। जहा जोगु पराधीनतार हजार वर्षर कालक्रम भितरे आमर आस्था बांधी ही रही पारिला। आमर आस्था प्रति किछि आंच भी आसवाकू दियागला नहीं। पराधीनतार कालखंडरे एहाकू गौण सेवा कहा जाय न पारे। तेणु स्वाधीनतार कालखंडरे से महान सेवार पूजा करिबा ओ तापई तर्पण करिबा सेठारे तपस्या करिबा और साधना करिबा कौन भारतीय नागरिकंकर नैतिक कर्तव्य हेबा उचित नुहे। तेणु मु जोर दे कहूची जे जड़े जड़े नागरिक हिसाब रे एही पवित्र स्थल मानकर दर्शन आमको करने को हेबो। एही सबु स्थल मानकर महिमा को चिन्हिबा को हेबो। बंधुगण, देवभूमि प्रति असीम श्रद्धा पोषण करी एठाकर असीम संभावना प्रति विश्वास प्रकट करी आज उत्तराखंड सरकार एठाकार विकास और महायज्ञ सह जोड़ी ही जाइछंती। संपूर्ण सामर्थ्य सह जोड़ी होइछंती। चारि धाम सड़क परियोजना उपरे द्रुत गति रे कार्य आगे चली। पवित्र चारि धाम जातीय राजमार्ग सह जोड़ी होउछि। भविष्यत रे केवल केदारनाथ दर्शन पई कार द्वारा तीर्थयात्री जेपरि आसीपारे से ही प्रक्रिया मध्य आरंभ हो सारी। यार अति पार्श्व पवित्र हेमकुंड साहब जी अवस्थित वो हेमकुंड साहब जी का दर्शन निमंते सेठाकु मध्य रोपवेर प्रावधान करा जाउछि। एथि सहित ऋषिकेश और कर्णप्रयाग को रेल मार्ग रे जोड़बार प्रयास जारी रही। एवं मुख्यमंत्री कहते पहाड़ी लोकों रेल देखा तो दुर्लभ किंतु एबे एठिक रेल आसिबो। एबे दिल्ली डेराडून राजमार्ग निर्माण सरिबा परे डेराडून रु दिल्ली आसवा पई आहुरी कम समय लागिबो। एही सबु कार्य संपन्न हेबा द्वारा उत्तराखंड और उत्तराखंड पर्यटन को अनेक सफल मिलिबो। आ मोर प्रतिटी शब्द उत्तराखंडवासी लेखि रखंतु। जेपरि द्रुत गति रे भित्ति निर्माण आगकू बढ़ुची विगत 100 वर्ष मध्यरे
ଯେତିକି ଯାତ୍ରୀ ଏଠିକି ଆସିଛନ୍ତି ଆଗାମୀ 10 ବର୍ଷ ମଧ୍ୟରେ ତାଠାରୁ ଅଧିକ ପରିଦର୍ଶକ ଆସିବେ। ଆପଣ କଳ୍ପନା କରିପାରୁଛନ୍ତି କି ଏଠାକାର ଅର୍ଥବ୍ୟବସ୍ଥାକୁ କେତେ ଅଧିକ ଶକ୍ତି ମିଳିବ? ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ନିଶ୍ଚିତ ରୂପେ ଉତ୍ତରାଖଣ୍ଡର ଦଶକ ହେବ। ଉତ୍ତରାଖଣ୍ଡବାସୀ ମୋର ପ୍ରତିଟି ଶବ୍ଦକୁ ଲେଖି ରଖନ୍ତୁ। ମୁଁ ଆଜି ଏହି ପବିତ୍ର ଧରିତ୍ରୀ ପୃଷ୍ଠରୁ ଏହି ଘୋଷଣା କରୁଛି। ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଲକ୍ଷ୍ୟ କରିଛୁ କିପରି ଚାରିଧାମ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ବର୍ଷ ପରେ ବର୍ଷ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଉ ଯଦି କରୋନା ବା କୋଭିଡ଼ ପରିସ୍ଥିତି ଉପୁଜି ନଥାନ୍ତା ତେବେ ଆମେ ଜାଣିଥାନ୍ତେ ଏ ସଂଖ୍ୟା ଯାଇ କେଉଁଠି ପହଞ୍ଚିଥାନ୍ତା। ଉତ୍ତରାଖଣ୍ଡରେ ଆଜି ମୁଁ ବହୁତ ଖୁସି ଯେ ଅଗଣିତ ମା ଓ ଭଉଣୀମାନେ ଅଛନ୍ତି। ଆଉ ପର୍ବତାଞ୍ଚଳରେ ମାତା ଓ ଭଗିନୀମାନଙ୍କର ଅନନ୍ୟ ସାମର୍ଥ୍ୟ ରହିଛି। ଯେପରି ଉତ୍ତରାଖଣ୍ଡର ଛୋଟ ଛୋଟ ସ୍ଥାନମାନଙ୍କରେ ପ୍ରକୃତିର କୋଳରେ ଘରୋଇ ଆବାସ ବା ହୋମ୍ ଷ୍ଟେର ଶହ ଶହ ହୋମ୍ ଷ୍ଟେ ତିଆରି ହେଉଛି, ନେଟୱାର୍କରେ ରୂପାନ୍ତରିତ କରାଯାଉଛି। ଆଉ ଏହି ଶହ ଶହ ହୋମ୍ ଷ୍ଟେ ନିମନ୍ତେ ଆସୁଥିବା ଯାତ୍ରୀମାନେ ଖୁସି ହେବା ସହ ମାତା ଓ ଭଗିନୀମାନଙ୍କ ପାଇଁ ରୋଜଗାର ବୃଦ୍ଧି ଓ ସ୍ୱାଭିମାନର ସହ ବଞ୍ଚିବାର ଅବସର ମଧ୍ୟ ମିଳୁଛି। ଏଠାକାର ସରକାର ଯେପରି ବିକାଶର କାର୍ଯ୍ୟରେ ଲାଗି ରହିଛନ୍ତି, ଏହାର ଅନ୍ୟ ଏକ ଲାଭ ବି ରହିଛି। ଆମେ ପୂର୍ବରୁ ସବୁବେଳେ ଶୁଣୁଥିଲୁ ଯେ ପାହାଡ଼ର ପାଣି ଓ ପାହାଡ଼ର ଯୌବନ କେବେ ପାହାଡ଼ର କାମରେ ଆସେ ନାହିଁ। ମାତ୍ର ମୁଁ ଏହାକୁ ଭୁଲ ପ୍ରମାଣିତ କରିଛି। ଏବେ ପାଣି ବି ପାହାଡ଼ରେ କାମରେ ଆସିବ ଆଉ ଯୌବନ ବି ପାହାଡ଼ର କାମରେ ଲାଗିବ। ପଳାୟନ ରୋକିବାକୁ ହେବ। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯେପରି ଭାବେ ନିଆଯାଉଛି, ପଳାୟନ ରୋକିବାର ମାର୍ଗ ପ୍ରଶସ୍ତ ହେଉଛି ଓ ଆଗାମୀ ଦଶକ ଆପଣମାନଙ୍କର। ଉତ୍ତରାଖଣ୍ଡର ଉଜ୍ଜ୍ୱଳ ଭବିଷ୍ୟତର ଏହା ମୁଁ ନବ ଯୁବାବର୍ଗଙ୍କୁ ବିଶ୍ୱାସର ସହ କହୁଛି। ବାବା କେଦାରଙ୍କ ଆଶୀର୍ବାଦରେ ଉତ୍ତରାଖଣ୍ଡର ଏକ ସ୍ୱର୍ଣ୍ଣ ଭବିଷ୍ୟତ ରହିଛି। ଏହି ଦେବଭୂମି ମାତୃଭୂମିର ରକ୍ଷା କରିଥିବା ଅଗଣିତ ବୀରପୁତ୍ର କନ୍ୟାଙ୍କର ଏହା ଜନ୍ମସ୍ଥଳୀ ରୂପେ ମଧ୍ୟ ସୁବିଦିତ। ଏଠାରେ ଏପରି କୌଣସି ଗାଁ ବା ଘର ନାହିଁ ଯେଉଁଠି ପରାକ୍ରମର କୌଣସି ଗାଥାର ପରିଚୟ ମିଳିନାହିଁ। ଆଜି ଆମ ଦେଶ ସେନାବାହିନୀର ଯେପରି ଆଧୁନିକୀକରଣ କରୁଛି, ସେମାନଙ୍କୁ ଯେଉଁଭଳି ଆତ୍ମନିର୍ଭରଶୀଳ କରୁଛି, ତାହାଦ୍ୱାରା ଆମ ଦେଶର ବୀର ସୈନିକଙ୍କ ସାମର୍ଥ୍ୟ ଆଜି ଆହୁରି ବୃଦ୍ଧି ପାଇଛି। ଆଜି ସେମାନଙ୍କର ଆବଶ୍ୟକତା, ସେମାନଙ୍କର ଆଶା ଓ ସେମାନଙ୍କ ପରିବାରର ଆବଶ୍ୟକତାକୁ ବହୁତ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯାଉଛି। ଏହା ଆମରି ସରକାର ଯାହା 4 ଦଶକ ଧରି ହେଇ ଆସୁଥିବା ୱାନ୍ ରାଙ୍କ ୱାନ୍ ପେନ୍ସନ୍ ଯାହା ବିଗତ ଶତାବ୍ଦୀରୁ ହେଇ ଆସୁଥିଲା, ତାକୁ ଚଳିତ ଶତାବ୍ଦୀରେ ନିକଟରେ ମୁଁ ପୂରଣ କରିପାରିଛି। ମୋତେ ଗଭୀର ସନ୍ତୋଷ ମିଳୁଛି ଯେ ଏହି ଦେଶର ବୀର ସେନାନୀଙ୍କ ସେବା କରିବାର ମହାନ ସୁଯୋଗ ମୋତେ ପ୍ରାପ୍ତ ହୋଇଛି। ଏହାର ସୁଫଳ ଉତ୍ତରାଖଣ୍ଡର ହଜାର ହଜାର ପରିବାରକୁ ମିଳୁଛି। ସେବାନିବୃତ୍ତ ସେନାନୀଙ୍କ ପରିବାରବର୍ଗକୁ ମଧ୍ୟ ମିଳିଛି। ବନ୍ଧୁଗଣ, ଉତ୍ତରାଖଣ୍ଡ କରୋନା ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଯେପରି ଅନୁଶାସନର ପ୍ରଦର୍ଶନ କରିଛି, ତାହା ଅଭିନନ୍ଦନୀୟ ଓ ପ୍ରଶଂସାଯୋଗ୍ୟ। ଭୌଗୋଳିକ ପ୍ରତିବନ୍ଧକର କଠିନତାକୁ ଏଡ଼ାଇ ଯାଇ ଆଜି ଉତ୍ତରାଖଣ୍ଡ ଏହାର ଅଧିବାସୀଙ୍କ ପାଇଁ 100% ସିଙ୍ଗଲ ଡୋଜ୍ ଟିକାର ବ୍ୟବସ୍ଥା ସୁନିଶ୍ଚିତ କରିଛି। ଏହା ଉତ୍ତରାଖଣ୍ଡର ସାମର୍ଥ୍ୟକୁ ଦର୍ଶାଉଛି ଓ ଉତ୍ତରାଖଣ୍ଡର ଶକ୍ତିର ପରିଚୟ ଦେଉଛି। ଯେଉଁମାନେ ପର୍ବତାଞ୍ଚଳ ସହ ପରିଚିତ, ସେମାନେ ଜାଣନ୍ତି ଯେ ଏହି କାର୍ଯ୍ୟ ଏତେ ସହଜସାଧ୍ୟ ନୁହେଁ। ଘଣ୍ଟା ଘଣ୍ଟା ଧରି ପାହାଡ଼ର ଶିଖର ଉପରେ ଚାଲି ଚାଲି 2 ବା 5ଟି ପରିବାରକୁ ଘରକୁ ଟିକା ଦେଇ ରାତି ରାତି ଚାଲି ଚାଲି ଫେରିବାରେ କେତେ ଯେ କଷ୍ଟ, ତାହାର ଅନୁମାନ ମୁଁ ବାସ୍ତବରେ ଲଗେଇ ପାରୁଛି। ଏତେ ବାଧା ସତ୍ତ୍ୱେ ବି ଉତ୍ତରାଖଣ୍ଡ କାର୍ଯ୍ୟରେ ଆଗେଇ ଚାଲିଛି, ଯେପରିକି ଏହାର ପ୍ରତ୍ୟେକ ନାଗରିକଙ୍କର ଜୀବନ ରକ୍ଷା କରାଯାଇପାରିବ
ଆଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହୋଦୟ ଆପଣଙ୍କ ଟିମ୍କୁ ମୁଁ ସାଧୁବାଦ ଜଣାଉଛି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଯେଉଁ ଉଚ୍ଚତାରେ ଉତ୍ତରାଖଣ୍ଡ ଅବସ୍ଥିତ, ଯେତେ ଉଚ୍ଚତାରେ ଉତ୍ତରାଖଣ୍ଡ ଅବସ୍ଥିତ ତାହାଠାରୁ ଅଧିକ ଉଚ୍ଚର ଉତ୍କର୍ଷତା ଆମର ଉତ୍ତରାଖଣ୍ଡ ନିଶ୍ଚୟ ହାସଲ କରିବ। ବାବା କେଦାରଙ୍କ ଭୂମିରୁ ଆପଣ ସମସ୍ତଙ୍କ ଆଶୀର୍ବାଦରୁ, ଦେଶର କୋଣ ଅନୁକୋଣରୁ ଆସିଥିବା ସନ୍ଥ ମହନ୍ତ ମୁନି ଋଷି ଓ ଆଚାର୍ଯ୍ୟମାନଙ୍କ ଆଶୀର୍ବାଦ ସହ ଆଜି ଏହି ପବିତ୍ର ମାଟିରୁ ଅନେକ ସଂକଳ୍ପ ସହ ଆମକୁ ଆଗକୁ ବଢ଼ିବାକୁ ହେବ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶକୁ ଆହୁରି ଉପରକୁ ଉଠାଇବାର ଶପଥ ଆମକୁ ସମସ୍ତଙ୍କୁ ନେବାକୁ ହେବ। ଦୀପାବଳି ପରେ ଏକ ନୂତନ ଉତ୍ସାହ, ନୂତନ ଆଲୋକ ଓ ନୂତନ ଶକ୍ତି ଆମକୁ ନୂଆ କିଛି ଗଢ଼ି ତୋଳିବାର ଶକ୍ତି ଦେଉ। ମୁଁ ପୁଣି ଥରେ ଭଗବାନ କେଦାରନାଥଙ୍କ ଚରଣରେ, ଆଦି ଶଙ୍କରାଚାର୍ଯ୍ୟଙ୍କ ଚରଣରେ ପ୍ରଣାମ କରି ଆପଣମାନଙ୍କୁ ଦୀପାବଳିର ମହାପର୍ବଠାରୁ ଆରମ୍ଭ ହୋଇ ଛଠ୍ ପୂଜା ପର୍ଯ୍ୟନ୍ତ ଆସୁଥିବା ଅନେକ ପର୍ବର ବହୁତ ବହୁତ ଶୁଭକାମନା ଜଣାଉଛି। ମୋର ସ୍ୱରରେ ସ୍ୱର ମିଳାଇ ଭକ୍ତିର ସହ ଜୋର ଦେଇ କୁହନ୍ତୁ, ଖୁସିରେ କୁହନ୍ତୁ, ମନ ଭରି କୁହନ୍ତୁ, ଜୟ କେଦାର, ଜୟ କେଦାର। जय केदार। धन्यवाद।